ଜୟ ଜଗନ୍ନାଥ। ଅର୍ଜୁନଙ୍କର ନିରାଶାରୁ ବିଜୟ ପର୍ଯ୍ୟନ୍ତ, ତା ସହିତ ଜୀବନର ସବୁ ପ୍ରଶ୍ନର ଉତ୍ତର, ଶ୍ରୀକୃଷ୍ଣଙ୍କର ଗୀତା ଉପଦେଶ। ଏହି ଭିଡ଼ିଓରେ ଆଜି ଆପଣ ଶୁଣିବାକୁ ପାଇବେ। କୁରୁକ୍ଷେତ୍ର, ସନ୍ଦେହର ସମୟ। ଯୁଦ୍ଧ କ୍ଷେତ୍ରରେ ଅର୍ଜୁନ ଦୁଇ ପକ୍ଷକୁ ଦେଖୁଛନ୍ତି। ଗୋଟିଏ ପକ୍ଷରେ ନିଜ ଭାଇ, ବନ୍ଧୁ, ପରିଜନ ହେଉଛନ୍ତି ମିତ୍ର, ଆଉ ଅନ୍ୟ ପକ୍ଷରେ ଗୁଣୁ, ଦ୍ରୋଣାଚାର୍ଯ୍ୟ, ପିତାମହ ଭୀଷ୍ମଙ୍କ ସହିତ ମାମୁଁ, ଭାଇ, ମିତ୍ର ସାଜିଥିବା ପରିଜନ ବି ଆଜି ତାଙ୍କ ପାଇଁ ଶତ୍ରୁ। ଯିଏ ବି ଜିତିଲେ ହାର ହେଉଛି ତାଙ୍କର, କାରଣ ଉଭୟ ପକ୍ଷ ଅଛନ୍ତି ନିଜର ପରିଜନ। ସେହି ସବୁକୁ କଥା ଭାବି ଅର୍ଜୁନଙ୍କର ହାତ କମ୍ପି ଯାଉଛି, ଗାଣ୍ଡିବ ହାତରୁ ପଡ଼ିଯାଉଛି, ମନ ଭାଙ୍ଗି ଯାଉଛି। ସେହି ଭଙ୍ଗା ମନକୁ ନେଇ ଅର୍ଜୁନ କହିଲେ, ହେ କୃଷ୍ଣ, ମୁଁ ଏହି ଯୁଦ୍ଧ କରିପାରିବି ନାହିଁ। ଅର୍ଜୁନଙ୍କର ସେଦିନର ଯେଉଁ ପରିସ୍ଥିତି ଥିଲା, ଆଜିର ଯୁବମାନଙ୍କର ସେହି ପରିସ୍ଥିତି। ପରୀକ୍ଷା ଦେବାର ଭୟ, ଭବିଷ୍ୟତକୁ ନେଇ ଚିନ୍ତା, ମନରେ ଅନେକ ସନ୍ଦେହ। ସେହି ସନ୍ଦେହକୁ ଦୂର କରିବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କ ରଥଟିକୁ ମଝିରେ ରଖି କହିଲେ, ହେ ଅର୍ଜୁନ, ତୁମେ ଯେଉଁ ସନ୍ଦେହରେ ଅଛ, ସେହି ସନ୍ଦେହ ଯୁଗ ଯୁଗ ଧରି ମାନବକୁ ରୋକି ଆସିବ, ଆଉ ରୋକି ଆସିଛି ମଧ୍ୟ। ତାପରେ ଶ୍ରୀକୃଷ୍ଣ ଆରମ୍ଭ କଲେ ଗୀତା ଉପଦେଶ। ପ୍ରଥମ ପାଠ, ସନ୍ଦେହ ମାନବର ଶତ୍ରୁ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେମିତି ଖରାପ ଶତ୍ରୁ ଲୋକକୁ ହତ୍ୟା କରେ, ସେମିତି ସନ୍ଦେହ ନିଜର ଶକ୍ତିକୁ ହତ୍ୟା କରେ। ଆଜିର ଯୁବମାନେ ମଧ୍ୟ କେବେ କେବେ ଭାବନ୍ତି, ମୁଁ କରିପାରିବି କି? ଯଦି ହାରିଗଲି, ଯଦି ଭାଙ୍ଗିଗଲି, ଯଦି ଫେଲ୍ ହେଇଗଲି, ଏମିତି ନିଜକୁ ନିଜେ ସନ୍ଦେହ କରି ନିଜ ପ୍ରଗତି ପଥରେ ନିଜେ ବାଧା ସୃଷ୍ଟି କରିଥାନ୍ତି। ଏହି ପ୍ରଗତି ସନ୍ଦେହରୁ ଆରମ୍ଭ ହୁଏ। ତେଣୁକରି ନିଜକୁ ପ୍ରଥମେ ସନ୍ଦେହ କରିବା ବନ୍ଦ କର। ଥରେ ସନ୍ଦେହ ଦୂରୀଭୂତ ହୋଇଗଲେ ପ୍ରଗତି ପଥରେ ତମକୁ କେହି ଅଟକାଇ ପାରିବେ ନାହିଁ। ଦ୍ୱିତୀୟ ପାଠ, କର୍ମଣେ ବାଧିକାରସ୍ତେ। କର୍ମ କରି ଚାଲ, ଫଳର ଇଚ୍ଛା ରଖ ନାହିଁ। ଶ୍ରୀକୃଷ୍ଣ କହିଲେ, ତୁମର କାମ କରିବାର ଅଧିକାର ଅଛି, କିନ୍ତୁ ତାହାର ଫଳ କେବେ ବିଚାର କରିବାର ଅଧିକାର ତମ ଉପରେ ନାହିଁ। ଉଦାହରଣ ଦେଇ କହିଲେ, ଜଣେ ଚାଷୀ ବିହନ ପକାଏ। ସେ ଯତ୍ନ କରି ଚାଷ କାମ କରି ନିଜ କର୍ମ କରେ, କିନ୍ତୁ ବର୍ଷା ହେବ କି ନାହିଁ ସେଇଟା ତା ଉପରେ ନିର୍ଭର ନଥାଏ। ତେଣୁକରି ସେହିପରି ଆମେ ଆମର କର୍ମ କରିପାରିବା, ଫଳ ଭଗବାନଙ୍କ ହାତରେ। ତୃତୀୟ ପାଠ, ସୁଖ ଓ ଦୁଃଖରେ ସମାନ ରୁହ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଯେତେବେଳେ ତୁମର ସୁଖର ସମୟ ଆସେ, ତମେ ବହୁତ ଖୁସି ହେଇଯାଅ, ସେଥିରେ ମୋହିତ ହୋଇଯାଅ, ଆଉ ସୁଖ ପରେ ଦୁଃଖ ଆସିଲେ ସେଇ ଦୁଃଖରେ ଭାଙ୍ଗି ପଡ଼। ଭଗବାନଙ୍କୁ କୁହ, ହେ ପ୍ରଭୁ, ମୋତେ ଦୁଃଖ କ'ଣ ପାଇଁ ଦେଲ? ସେମାନେ ବୁଝନ୍ତି ନାହିଁ, ସୁଖ ଯଦି ଗୋଟିଏ ମଣିଷ ଅନୁଭବ କରେ, ସେମିତି ଦୁଃଖ ବି ଅନୁଭବ କରିବା ନିହାତି ଆବଶ୍ୟକ। ନହେଲେ ଜୀବନରେ ଛୋଟ ଛୋଟ ଝଡ଼ ଆସିଲେ ସେ ତାକୁ ସମ୍ଭାଳି ନ ପାରି ଭାଙ୍ଗିଯିବ। ନିଜ ମନକୁ ସ୍ଥିର କରିପାରିବ ନାହିଁ, ତାର ମନ ଅସ୍ଥିର ହୋଇପଡ଼ିବ। ଆଜି ଯୁବପିଢ଼ି ଅଛନ୍ତି, ସୁଖରେ ଅତି ଖୁସି, ଦୁଃଖରେ ଅତି ଦୁଃଖୀ ହେଇଯାଆନ୍ତି। ଭାଗବତ ଗୀତା ଆମକୁ ଶିଖାଏ, ମନକୁ ସ୍ଥିର କରିବା ହେଉଛି ଶାନ୍ତିର ଚାବିକାଠି। ତେଣୁ ସୁଖ ଆଉ ଦୁଃଖରେ ନିଜକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଚତୁର୍ଥ ପାଠ, ତୁମର ଶକ୍ତି ଓ ପ୍ରକୃତିକୁ ନିଜେ ଚିହ୍ନଟ କର। ଶ୍ରୀକୃଷ୍ଣ କହିଲେ, ପ୍ରତ୍ୟେକ ମନୁଷ୍ୟଙ୍କର ନିଜର ଗୁଣ ଅଛି, ସେହି ଗୁଣ ଅନୁସାରେ କାମ କର। ଉଦାହରଣ, କେହି ଶିଳ୍ପୀ, କେହି ଯୋଦ୍ଧା, କେହି ବକ୍ତା, କେହି ଲେଖକ ଅଛନ୍ତି। ସଫଳତା ମିଳେ ନିଜର ଗୁଣକୁ ବୁଝି କାମ କଲେ। ତେଣୁକରି କେବେ କାହା ସହିତ ନିଜକୁ ସାମଞ୍ଜସ୍ୟ ନ କରି ନିଜ ଗୁଣ, ନିଜ କାମକୁ ଚିହ୍ନି ସଫଳତା ପଥରେ ଆଗେଇ ଯାଅ। ପଞ୍ଚମ ପାଠ, ଆତ୍ମା ଅବିନାଶୀ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ଆତ୍ମାର ନା ଜନ୍ମ ଅଛି ନା ମରଣ, ସେ ଅଜନ୍ମା। ଆଜିର ଯୁବମାନେ ଛୋଟ ହାର, ଜୀବନର ଭିନ୍ନ କଷ୍ଟରେ ଭୟଭୀତ। କିନ୍ତୁ ଶ୍ରୀକୃଷ୍ଣ କହିଛନ୍ତି, ଆତ୍ମବଳ ରହିଲେ ପୃଥିବୀ ସାଜିବ ସମାନ। ଷଷ୍ଠ ପାଠ, ଧ୍ୟାନ ଓ ଅଭ୍ୟାସ। ଅର୍ଜୁନ ପଚାରିଲେ,
ମୋ ମନ ବହୁତ ଚଞ୍ଚଳ, ଏହାକୁ କିପରି ନିୟନ୍ତ୍ରଣ କରିବି? ଶ୍ରୀକୃଷ୍ଣ ହସିକରି କହିଲେ, କେବଳ ଅଭ୍ୟାସ ଓ ବୈରାଗ ଦ୍ୱାରା। ଦିନକୁ 10 ମିନିଟ ଧ୍ୟାନ କର, ନିୟମିତ ଅଭ୍ୟାସ କର ଓ ପ୍ରତିଦିନ ଅଳ୍ପ ଅଳ୍ପ ପ୍ରଗତି କର, ଯାହା ମନକୁ ଶକ୍ତିଶାଳୀ କରେ ଆଉ ନିୟନ୍ତ୍ରଣ ମଧ୍ୟ କରେ। ଏହି ମହା ଉପଦେଶ ଶୁଣି ଅର୍ଜୁନଙ୍କର ପରିବର୍ତ୍ତନ ହୋଇଥିଲା। ତାଙ୍କର ଉପଦେଶ ଶୁଣି ଅର୍ଜୁନଙ୍କର ମନ ସ୍ଥିର ହେଲା, ଭୟ ଦୂର ହେଲା, ସନ୍ଦେହ ଦୂରୀଭୂତ ହେଲା। ଶେଷରେ ଅର୍ଜୁନ କହିଲେ, ମୁଁ ପ୍ରସ୍ତୁତ କେଶବ। ଆଜି ଯୁବମାନଙ୍କ ପାଇଁ ନିଷ୍କର୍ଷ। ଅର୍ଜୁନଙ୍କର ସନ୍ଦେହ ଭଳି ଯେମିତି ଶ୍ରୀକୃଷ୍ଣ ଦୂର କଲେ ଆଜିର ଯୁବମାନଙ୍କର ସନ୍ଦେହ, ଭୟ, ଚିନ୍ତା ଏହି ଭାଗବତ ଗୀତା ପାଠ ଶୁଣି ଦୂର ହୋଇପାରେ। ଯେତେବେଳେ ଭୟ ଲାଗିଥାଏ, ଯେତେବେଳେ ଭବିଷ୍ୟତ ଅନ୍ଧକାର ଲାଗେ, ଯେତେବେଳେ ସମସ୍ୟା ବଡ଼ ଲାଗେ, ଗୋଟିଏ ଉପଦେଶ ମନେ ରଖ, କର୍ମ କର, ଫଳ ଭଗବାନଙ୍କ ଉପରେ ଛାଡ଼ିଦିଅ। ଏହି ବାଣୀ ଯଦି ହୃଦୟରେ ରହେ, ତାହେଲେ ଜୀବନର ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏହି ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ। ନମସ୍କାର।